ଆପଣ ଗତ ରାଜ୍ୟସଭା ନିର୍ବାଚନ ଦେଖିଲେନି କି ଯେଉଁମାନେ ବିଜୁ ଜନତା ଦଳରୁ ଦଳର ହୁଇ କୁହନ୍ତୁ ନିର୍ଦ୍ଦେଶ ଅମାନ୍ୟ କରିକି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ ତାଙ୍କର ଯୁକ୍ତି କ'ଣ ଥିଲା ବିଜୁ ଲିଗାସି କାହିଁକି ନା ବିଜୁ ଲିଗାସି କହିଲେ ଯାହା ତାକୁ ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ପୁରାପୁରି ଧ୍ୱଂସ କରିଦେଇଛି ବିଜୁ ଲିଗାସି ମାନେ କ'ଣ ଯେମିତି ଆପଣ ଦେଖୁଛନ୍ତି ଆରଏସଏସ୍ ଗୋଟେ ସଂଘ ପରିବାର ସେମିତି ଓଡ଼ିଶାରେ ବିଜୁ ପରିବାର ଗୋଟେ ଥିଲା ଏବଂ ସିଏ ଏଣ୍ଟାୟାର ପାର୍ଟିଟାକୁ ପରିବାର ଭାବରେ ବ୍ୟବହାର କରି ଚାଲିଥିଲେ ଆପଣ ଦେଖିବେ କାହାକୁ ଆପଣ ଦେଖିଛନ୍ତି ତାଙ୍କ ଯେତେ ଦିନ କାଳ ସେ ରାଜ୍ୟର ଏ ଦଳର ବି ଦାୟିତ୍ୱ ନେଇଥିଲେ ସେ ଜନତା ଦଳ ହଉ ଉତ୍କଳ କଂଗ୍ରେସ ହଉ ଯେଉଁଥିରେ ସେ ଦାୟିତ୍ୱ ନେଇଛନ୍ତି ଆପଣ କାହାକୁ ବହିଷ୍କାର କରିଛନ୍ତି ଦେଖିଛନ୍ତି କ୍ୱଚିତ ଏଠି ତ ପ୍ରତିଦିନ ବହିଷ୍କାର ପ୍ରଥମ ଡେ ୱାନ୍ରୁ ଆରମ୍ଭ ହେଲା ଯିଏ କିନ୍ତୁ ଯିଏ ଏପରିକି ଶ୍ରୀକାନ୍ତ ଜେନାକୁ ଗୋଟେ ପିରିୟଡରେ ସେ ଅବୁଝା ପୁଅ କହିକି ତା ପାଇଁ ଇଲେକ୍ସନ କ୍ୟାମ୍ପେନ୍ କଲେ ନା ଜ୍ୟୋତିଷଙ୍କ ବିରୁଦ୍ଧରେ କେତେ ମତ ଦେଇଥିଲେ କିନ୍ତୁ ତା ସତ୍ତ୍ୱେ କାହିଁକି ସେ ପରିବାର ବୋଲି ଭାବୁଥିଲେ ସେ ପରିବାରଟାକୁ ଧ୍ୱଂସ କରିଦିଆଗଲା ଆଉ ବିଜୁ ପରିବାର କହିଲେ କ'ଣ ସେଥିରେ ତା ପଛରେ ଗୋଟେ ଓଡ଼ିଆ ରାଷ୍ଟ୍ରୀୟତାର ଭାବନା ଅଛି ତା ପଛରେ ଗୋଟେ ଓଡ଼ିଆ ଆପଣ ଜାତୀୟ ଦଳ ତ ଅଛି ଜାତୀୟ ଦଳ ମାନେ ତାଙ୍କ କାମ କରିବେ କିନ୍ତୁ ଓଡ଼ିଶାର ଗୋଟେ ଓଡ଼ିଶାର ପରିଚୟ ଦରକାର ଯେଉଁଟା ମଧୁବାବୁଠୁ ଆରମ୍ଭ କରିଛି ଗୋପବନ୍ଧୁ ଆରମ୍ଭ କରିଛି ଏମାନେ ସବୁ ଗୋଟେ ଓଡ଼ିଆ ଜାତୀୟତା ଓଡ଼ିଶାର ଲୋକ ଆମର ଖଣି ଖାଦାନ ବାଡ଼ି ଯାହା ଅଛି କି ଆମର ଆମେ ନିଷ୍ପତ୍ତି କରିବୁ ଆମ କଥା ଏଇ ଯେଉଁ ଭାବନା ଏବଂ ବିଜୁ ପଟ୍ଟନାୟକ ଯେଉଁ ପରିବାର କରିଥିଲେ ତାର ମୂଳ ଭାବନା ଥିଲା ସେଇଟା ଯେତେବେଳେ କଂଗ୍ରେସରୁ ଅଲଗା ହେଲେ ମଧ୍ୟ ତାଙ୍କର ସେଇ ଭାବନା ଥିଲା କଂଗ୍ରେସ ଭଳି ଜାତୀୟ ଦଳରେ ସେ ଥିଲେ ମୁଖ୍ୟମନ୍ତ୍ରୀ ବି ଥିଲେ ଅଲଗା ହେଲେ ଏଇ ଭାବନା ତାଙ୍କର ଥିଲା ଏବଂ ସେଇ ଭାବରେ ସେ ଦଳ ଗଢ଼ିଥିଲେ ଆପଣ ଦେଖନ୍ତୁ ଯେଉଁ ପରିବାରରୁ ସେ ଗଢ଼ିଥିଲେ ମୁଁ କହୁଥିଲି ତ ବହୁତ କଥା ହେଇଛି ଲୋକ କହୁଛନ୍ତି ଏବେ 95 ତାଙ୍କ ବିରୁଦ୍ଧରେ କାମ କଲେ ଏବେ କୋଟି ଲୋକ କହୁଛନ୍ତି କାହାକୁ ସେ ବହିଷ୍କାର କରିଛନ୍ତି କାହା ଉପରେ ଆକ୍ସନ୍ ନେଇଛନ୍ତି ନା କାହିଁକିନା ସେ ପରିବାର ବୋଲି ଭାବୁଥିଲେ ଗୋଟା ପରିବାର କେହି ଜଣେ ଯଦି ଭୁଲ କିଛି କରିଛି ତାର ସୁଧାର ଯାଇପାରିବ ସେ ପରିବାର ଲୋକ ପରିବାରରେ ସବୁ ଭାଇ ଏଣ୍ଟାୟାର ପରିବାର କେବେ ସବୁ କଥାରେ ସବୁ ଏକମତ ହୁଅନ୍ତି କି କିନ୍ତୁ ପରିବାର ଯିଏ ମୁରବୀ ସେ ସମସ୍ତଙ୍କୁ ନେଇକି ଚାଲେ ଏଇଟା ଥିଲା ବିଜୁ ଲିଗାସିର ମୂଳ ମନ୍ତ୍ର ହେଉଛି ଏଇଟା ଆଉ ତା ପଛରେ ଗୋଟେ ଓଡ଼ିଆ ଜାତୀୟତା ଅଛି ଭାବନା ସେଇଟା ତ ଧ୍ୱଂସ କରିଦିଆଗଲା ଆଉ କ'ଣ ହେଲା ବିକାଶ ହେଇଗଲା ଏଠି ବନ୍ଦର କରିଦେଲୁ ସେଠି ଅମକ ହେଇଗଲା ଇଣ୍ଡଷ୍ଟ୍ରି କରିଦେଲା ଯେଉଁମାନେ ଦାୟିତ୍ୱ ନେଲେ ଭାବିଲେ ଆମେ ବିଜୁ ଲିଗାସି ବିଜୁ ପଟ୍ଟନାୟକ ଆମେ ବିଜୁ ପଟ୍ଟନାୟକ ନାଁରେ କରିଦେଲେ ହେଇଗଲା ବିଜୁ ଲିଗାସି ଅର୍ଥ ବିଜୁ ପଟ୍ଟନାୟକର ଦଳ କେବଳ ନୁହେଁ ମୁଁ କହିଲି ଯେଉଁ କଥା ଆପଣ ଦେଖିଛନ୍ତି ମୁଁ କାହିଁକି କହିଲି ଗୋଟେ ବିଜୁ ପଟ୍ଟନାୟକର ଏଣ୍ଟାୟାର ଜୀବନ ମୁଁ ତ 50-60 ବର୍ଷ କାଳ ଘନିଷ୍ଠ ଭାବରେ ମୁଁ ଯେତେବେଳେ କଂଗ୍ରେସ ଦଳରେ ଯୋଗ ଦେଇଥିଲି ମଧ୍ୟ ବିଜୁ ପଟ୍ଟନାୟକ ଘରେ ଆନନ୍ଦ ଭବନରେ ଯୋଗ ଦେଇଥିଲି ତାପରେ ସେ କଂଗ୍ରେସ ଚାଲିଗଲେ କିନ୍ତୁ ମୁଁ ବିଜୁ ପଟ୍ଟନାୟକ ଘରେ ହିଁ କଂଗ୍ରେସ ଦଳରେ ଯୋଗ ଦେଇଥିଲି ଆଦୌ ନାହିଁ ଆଜ୍ଞା ଯଦି ଲିଗାସି ଥାଆନ୍ତା ଏଇ ଦଳ ବିରୁଦ୍ଧରେ ଓଡ଼ିଆ ଅସ୍ମିତାର କ୍ୟାମ୍ପେନ୍ ହେଇକି ସେ କ୍ଷମତାଚ୍ୟୁତ ହେଇଥାନ୍ତେ କାରଣ ଓଡ଼ିଆ ଲୋକ ବିଶ୍ୱାସ କଲେ ଏଇ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି କାହିଁକି କୁହନ୍ତୁ ଓଡ଼ିଆ ଲୋକ ତ ଏତେ ମୂର୍ଖ ନୁହନ୍ତି ନା ନହେଲେ ଏଇ ଦଳ ବିରୁଦ୍ଧରେ ଓଡ଼ିଆ ଅସ୍ମିତାର କ୍ୟାମ୍ପେନ୍ ଗୁଡ଼ା ହେଇକି ସେ କ୍ଷମତାଚ୍ୟୁତ ହୁଅନ୍ତେ କାହିଁକିନା ଓଡ଼ିଶାଟାକୁ ଓଡ଼ିଆ ଯେଉଁ ବିଜୁ ପଟ୍ଟନାୟକଙ୍କ ଲିଗାସି କହିଲେ ଯାହା ମୁଁ କହିଲି ଆପଣ ପରିବାର ଯେମିତି ଆପଣ ଦେଖୁଛନ୍ତି ସଂଘ ପରିବାର ବା ଅନ୍ୟ ସମୟରେ କଂଗ୍ରେସ ପରିବାର କୁହାଯାଉଥିଲା ସେଇ ମତଲବରେ ଆପଣ ବିଚାର କରନ୍ତୁ ବିଜୁ ପରିବାର ଉଦ୍ଦେଶ୍ୟ ବିଷୟରେ ବର୍ତ୍ତମାନ ଆପଣ ଦେଖିବେ ସେଦିନ 17 ତାରିଖରେ ହେବ ତାର ଗୋଟେ ପ୍ରାରମ୍ଭିକ ହେବ ତାପରେ ଆପଣ ପଚାରିବେ ସେମାନଙ୍କୁ କିନ୍ତୁ ଆ ପଛରେ ଏଇ ଲୋକମାନଙ୍କୁ ଏଇ ଭାବନାରେ ଯେଉଁମାନେ ଅଛନ୍ତି ଓଡ଼ିଶାରେ ଯେଉଁମାନେ ଓଡ଼ିଶାର ରାଷ୍ଟ୍ରୀୟତାକୁ ଜାତୀୟତାକୁ ରକ୍ଷା କରିବାକୁ ଚାହାନ୍ତି ଓଡ଼ିଶାର ଭାବନାକୁ ରକ୍ଷା କରିବାକୁ ଚାହାନ୍ତି ଏ ପରିବାରକୁ ଏକଜୁଟ କରି ରଖିବାକୁ ଚାହାନ୍ତି ସେମାନଙ୍କ ବୈଠକ ହେଉଛି ସେ ନିଷ୍ପତ୍ତି କରିବେ ସେଦିନ ଆପଣ ଶୁଣିବେନି ସେଦିନ ମୁଁ କାହାକୁ ଥ୍ରେଟ୍ କଥା ନୁହେଁ କିନ୍ତୁ ଏଇ ପରିବାରଟା ଏକଜୁଟ କରିବାର ଗୋଟେ ପ୍ରୟାସ